ବିଜେଡିର ଫ୍ୟୁଚର ଆଗକୁ ଅନ୍ଧାର ଦେଖାଯାଉଛି। କାହିଁକି ଯୋଉ ପ୍ରକାର ଭାବରେ ଓଡ଼ିଶାରେ ଚିତ୍ର ଅଛି ଆମେ ସେଇଠି ଜାଣିପାରୁଛୁ ଯେ ବିଜେଡି ଆଉ ଆଗ ଭଳିଆ ଷ୍ଟ୍ରଙ୍ଗ ହେବ ନା, ଧୀରେ ଧୀରେ ତାଙ୍କର ଷ୍ଟ୍ରଙ୍ଗନେସଟା କମଜୋର ହେବ। ଏହା ହେବା ପାଇଁ ଯାଉଛି, এটা ନିଶ୍ଚିତ ରୂପେ। ଏବେ ବିଜେପି ଷ୍ଟ୍ରଙ୍ଗ ହେବ, କାରଣ ହେଉଛି ଆମର ସରକାର ଅଛି। ଏବେ ସମସ୍ତେ ଚାହୁଁଛନ୍ତି ସରକାରରେ ରହିଲେ ଆମର ବିକାଶ ହେବ। ଦେଖନ୍ତୁ ଉତ୍ତର ଓଡ଼ିଶା, ମୁଁ ଏମଏଲଏ ଯେତେବେଳେ ଥିଲି 19ରୁ 24, ସେଇ ସମୟରେ ଆମର ସ୍ଥିତି ବହୁତ ଭଲ। ତା ପୂର୍ବରୁ ବି ଯଦି ଆମେ ଦେଖିବା ପଞ୍ଚାୟତ ନିର୍ବାଚନ 56 ଜିଲ୍ଲା ପରିଷଦ 49 ଆମେ ଆଣିଥିଲୁ, ସେତେବେଳେ ଆମର ସରକାର ନଥିଲା। ତ ଏଇଥିରୁ ଜଣାଯାଉଛି ଉତ୍ତର ଓଡ଼ିଶାରେ, ମୟୂରଭଞ୍ଜରେ ଏବଂ ଅନ୍ୟାନ୍ୟ ଜାଗାରେ ଆମର ସଂଗଠନ ସୁଦୃଢ଼ ଅଛି। ଏବେ ଆହୁରି ମଜବୁତ ହେଲା। ଡବଲ ଇଞ୍ଜିନ ସରକାରରେ ଭାରତୀୟ ଜନତା ପାର୍ଟିର ସଂଗଠନ ମଜବୁତ ହେଲା। କାରଣଟା ହେଉଛି ଯେ ଆମର ମୟୂରଭଞ୍ଜରେ 9କୁ 9 ସିଟ୍ ଭାରତୀୟ ଜନତା ପାର୍ଟି ଅକ୍ତିଆର କରିଛି ଏବଂ ଏମପି ମଧ୍ୟ ଅକ୍ତିଆର କରିଛି। ସେଇଟା ବି ମାନେ ବହୁତ ଭୋଟରେ, ମାନେ ଓଡ଼ିଶାରେ ଦ୍ୱିତୀୟ ପୋଜିସନ ଆମେ ରଖିଛୁ, ମାନେ 2,20,000 ବ୍ୟବଧାନରେ ଆମେ ଜିତିଲେ। ତେଣୁ ସେଇଠୁ ଜଣା ଯାଉଛି ଯେ ଆମର ଉତ୍ତର ଓଡ଼ିଶା ମୟୂରଭଞ୍ଜ ତ ବହୁତ ଭଲ ଅଛି। ଆମର ବାଲେଶ୍ୱରରେ ବି ସେମିତି। ଏବେ ଦେଖନ୍ତୁ ଗୋଟେ ପରେ ଗୋଟିଏ ନେତା ଲାଇନରେ ଅଛନ୍ତି। ତେଣୁ ଆମେ ଚାହୁଁଛୁ ସେଠି ମଧ୍ୟ ଯୋଉ ଅଭାବ ଥିଲା ସଂଗଠନର, ସେଟା ପୂରଣ ହେବା ପାଇଁ ବହୁତ ଶୀଘ୍ର ଯାଉଛି। ହଁ, ନିଶ୍ଚିତ ରୂପରେ ଏ ପରିବର୍ତ୍ତନ ତ ଆରମ୍ଭ ହେଇଛି। ଆଉ ସେଇ ସବୁ ଜିନିଷ ଯଦି ଆମର ସଂଗଠନକୁ ଆସିଲେ, ଯୋଉ ନେତୃତ୍ୱ ସେମାନେ ନେଉଥିଲେ, ସେମାନେ ଯଦି ଆସିଲେ, ତାହେଲେ ନିଶ୍ଚିତ ରୂପରେ ସଂଗଠନ ବଢିବା। ଉତ୍ତର ଓଡ଼ିଶାରେ ଭାରତୀୟ ଜନତା ପାର୍ଟିର ବିଜୟ ସୁନିଶ୍ଚିତ ହେବ। ହଁ, ଭଦ୍ରକ ତ ସବୁ ମିଶି ସାରିଲେ, ଆଉ ବାକି କୋଉଟା ଅଛି? ଏବେ ତ ଆମର କାଲି ଶପଥ ନେଇକିରି ଆସିଲେ ମନମୋହନ ସାମଲ, ହେଲା। ସିଏ ଏବେ ବି ସଭାପତି ଅଛନ୍ତି ଓଡ଼ିଶାର। ତାଙ୍କର ନେତୃତ୍ୱରେ ସରକାର ତିଆରି ହେଇଛି, ଏଟା ବଡ କଥା। ସେ ଜମାରୁ କଲେ, କମ୍ପ୍ରମାଇଜ କଲେ ନାହିଁ ଯେ ଆମେ ଏକାକି ଲଢିବୁ, ସରକାର ଗଢିବ। ତେଣୁ ଏଇଠୁ ଜଣା ଯାଉଛି ତାଙ୍କର କଠୋର ନିଷ୍ପତ୍ତି ମଧ୍ୟ ବିଜେପିକୁ ସୁହାଇ। ଦେଖନ୍ତୁ କିଏ କେତେବେଳେ ମିଶିବ ସେଟା ତାଙ୍କର ନିଜର ଉପରେ ନିର୍ଭର କରୁଛି। କିନ୍ତୁ ଆମେ ଚାହୁଁଛୁ ଯଦି ସେମାନେ ବି ଫ୍ରଣ୍ଟ ଲାଇନର ନେତା ମାନେ ଯୋଉ ଆସିବା ପାଇଁ ଚାହୁଁଛୁ, ଆମେ ତାକୁ ସ୍ୱାଗତ କରିବା। ବିଜେପି ଦେଖନ୍ତୁ, ବିଜେଡିର ଫ୍ୟୁଚର ଆଗକୁ ଅନ୍ଧାର ଦେଖାଯାଉଛି। କାହିଁକି ଯୋଉ ପ୍ରକାର ଭାବରେ ଓଡ଼ିଶାରେ ଚିତ୍ର ଅଛି ଆମେ ସେଇଠି ଜାଣିପାରୁଛୁ ଯେ ବିଜେଡି ଆଉ ଆଗ ଭଳିଆ ଷ୍ଟ୍ରଙ୍ଗ ହେବ ନା, ଧୀରେ ଧୀରେ ତାଙ୍କର ଷ୍ଟ୍ରଙ୍ଗନେସଟା କମଜୋର ହେବ। ଏହା ହେବା ପାଇଁ ଯାଉଛି, এটা ନିଶ୍ଚିତ ରୂପେ। ଏବେ ବିଜେପି ଷ୍ଟ୍ରଙ୍ଗ ହେବ, କାରଣ ହେଉଛି ଆମର ସରକାର ଅଛି। ଏବେ ସମସ୍ତେ ଚାହୁଁଛନ୍ତି ସରକାରରେ ରହିଲେ ଆମର ବିକାଶ ହେବ।